ଏତିକି ମୋର କ'ଣ ନା ପାରାଦ୍ୱୀପ ଗଡ଼ରେ ମୁଁ ରହୁଥିଲି। ପୁରୀ ମୁଁ ଯାଏ ଯେତେବେଳେ ଆମର ରଥରେ ଚଳୁଥିଲେ 3 ରଥରେ, ମୁଁ 3 ରଥରେ ଆଜ୍ଞା ଚଢ଼ିଛି କହିଲା କି ମୋ ଧିଅ ଶୀତ କରି ହେଉଛି। ମୁଁ ଠାକୁରଙ୍କୁ ହାତ ମାରିକିରି ମୁଁ ଦେଖିଦିଏ ଠାକୁର ଜଗନ୍ନାଥଙ୍କର ଏଉଠୁ ଏଯାଏ, ଜଗନ୍ନାଥଙ୍କର ଏଉଠୁ ଏଯାଏ, ବଳରାମଙ୍କ ଧିଅରେ ହାତ ମାରିକିରି ମୁଁ ଦେଖିଛି ଏଉଠୁ ଏଯାଏ, ମାଆଙ୍କର ଧିଅରେ ହାତ ମାରିଛି ଯେ ମାନେ ମୂଳରୁ ମାନେ ତାଙ୍କର କୁଆରୁ ନାହିଁ। କିନ୍ତୁ ଆଜ୍ଞା ସେଇ ରୂପଟା ମୁଁ ସଦାବେଳ ପାଇଁ ବାପା ଦର୍ଶନ କରେଇ, କିନ୍ତୁ ଆସିକି ମାଟିରେ ମିଶିବାକୁ ହେଲାଣି ସେଇ ରୂପଟା ମୁଁ ସଦାବେଳେ ଦର୍ଶନ କରେଇ। ଆଉ ଜଗନ୍ନାଥ ଧଳା କି କଳା କି ନେଳିଆ ମୁଁ ଆଉ ସେ କଥା ଆଉ ଜାଣିପାରେନି। ସେଇ ଯେଉଁ ହାତ ଟେକାଟା ମୁଁ ସବୁବେଳ ପାଇଁ ଅନୁଭବ କରେଇ ବାପା। କିନ୍ତୁ ଏତିକି ମୁଁ ଯେତେବେଳେ ଆସେଇ ମାଆଙ୍କ ପାଖରୁ ମୋ ଧିଅରେ ଯଦି ଧିଅ ମିଶା ଦେଇ ଦିଅନ୍ତି ମୁଁ ଆଉ ଜାଣିପାରେନି। କିନ୍ତୁ ମୁଁ ଜାଣେ ଯେ ମୋ ଆଗରେ ସତିକି ଗୋଟେ ଅମୁଆ ହେଇକି ଆଗରେ ଚାଲି ଯାଉଛି। କିନ୍ତୁ ସେଇ ଅନୁଭବଟା ବାପା ମୁଁ ମାଟିରେ ମିଶିଆ ଯାଏ, ସେଇ ଅନୁଭବଟା ମୋର ସଦା ସର୍ବଦା କରୁଛି। କିନ୍ତୁ ତାହା କେହି ମୁଁ କାହାକୁ କହେନି, ଲୋକ କେହି ଜାଣିପାରନ୍ତିନି କି ମୋତେ କେହି ଚିହ୍ନିପାର, ଯିଏ ଚିହ୍ନିଲା ଲୋକ ଚିହ୍ନନ୍ତି। କିନ୍ତୁ ଘରୁ ମୁଁ ଆସିବି ଦକ୍ଷିଣ ପଞ୍ଚାଳରୁ ମାଆଙ୍କ ପାଖକୁ ଆସିବି ରାତି 4ଟା 4:30, କିନ୍ତୁ ମୋ ଆଗରେ ସତିକି କିଏ 3 ଠାକୁର ଢଳି ଢଳିକିରି ଆଉଥିବେ। ସେଇ ରୂପଟା ମୁଁ ସଦା ସର୍ବଦା ମାନେ ମାଟିରେ ମିଶେଇ ସେଇ ରୂପଟା ମୁଁ ସଦାବେଳ ପାଇଁ ଦେଖୁଛି। ପାରାଦ୍ୱୀପ ଗଡ଼ରେ ମୁଁ ଥାଇ ରଥ ଟଣା ଯେଉଁଦିନ ମୁଁ ସେଇଦିନ ଆସେଇ ଠିକ୍ ରଥ ଟଣା ଟାଇମ୍କି ମୁଁ ବି ରଥ ଟାଣିଛି, 3 ରଥ ଯାକ ଟାଣିଛି। ଥରେ ରଥ ଦୌଡ଼ି ମୋ ହାତରୁ ଆଜ୍ଞା ଖସି ପଡ଼ିଲା, ଗୋଟେ ଝିଅଟିଏ ମୋ ଆଗରେ ପଡ଼ିଗଲା, ତା ବେଣୀକି ଧରିକିରି ମୁଁ ଦୌଡ଼ିଲି। ଆଉ ଏମିତି ଆଜ୍ଞା ଠାକୁର ପାଖରେ ମୁଁ ବୋଳ ହେଇଗଲି। ମୋ ଭୋଗ ନଡ଼ିଆ ଆଉ ଗାମୁଛା ମୁଁ ଛାଡ଼ି ଦେଇକିରି ଆସିକିରି ବଡ଼ ଶଙ୍ଖ ମାରିଲାଇ। ମୋ ମନେ ପଡ଼ିଗଲା, ମୁଁ କହିଲି ଆରେ ମୋ ଗାମୁଛା ନଡ଼ିଆ କ'ଣ ନାହିଁ। ମୁଁ ପୁଣି ଗଲାବେଳକୁ ତାକୁ କିଏ ନେଇ ଆଣିଛି, ମୁଁ ପୁଣି ପଣ୍ଡାମାନଙ୍କଠୁ ସେତେବେଳେ ଗୋଟେ ଫାଳେ ନଡ଼ିଆ ନେଇକିରି ଗଡ଼ା ଆଇଲି। ପୁଣି ଆହୁରି ଗୋଟେ କଥା ଆଜ୍ଞା କ'ଣ ମୋର ଅତି ଦୁଃଖ, କାନ୍ଦ ମାଡ଼େ କ'ଣ ଆଜ୍ଞା ମୋ ଧିଅ ପୁରା ଶୀତ କରି ଆସେ। ଯେତେବେଳେ ଏମିତି ମୋ ଧିଅ ମିଶା ହେଇଯାଆନ୍ତି ଠାକୁର ଯେତେବେଳେ ମୋ ଆଗରେ ଆଦୁର୍ଭୁବ, କିନ୍ତୁ ମୋ ରୁମ ପୁରା ଶୀତ କରି ଆସେ। ମୁଁ ସାକ୍ଷାତ ମୋ ଧିଅରେ କିଏ ଆଉଜିକିରି ମୋତେ କୋଳେଇ ନେଇ ଯାଉଛି। ଧର ଗୋଟେ ଗାଡ଼ି ଫାଡ଼ି ଆଗରେ ଥୁଆ ହେଇଛି, ଯଦି ଗାଡ଼ି ବାଁ କରରେ ମୋତେ କିଏ ଗୋଟେ ଆଡ଼କୁ ଠେଲି ଦେଉଛି, ଏମିତିଆ ଅନୁଭବ ମୁଁ କରେ। ଜଗନ୍ନାଥ ପୁରା ଆକୁରେଟ୍, ଜଗନ୍ନାଥଙ୍କ ହାତ ପୁରା ଏମିତି ପୁରା 3 ଠାକୁର ତ ଚାଲିଥିବେ। ଆଉ ମୁଁ କହିବି, ମୁଁ ୟାକୁ କାହାକୁ କହେନି, ଆଜି ଏକଥା ଏଠି କହିଲି। କିନ୍ତୁ ବହୁତ ବଢିଆ ଅନୁଭୂତି ତୁମର ଜଗନ୍ନାଥଙ୍କ ପ୍ରତି ମାନେ ସାରା ମାନେ ମାଟିରେ ମିଶା କଲେ ତାଙ୍କୁ ଧରିବନି ଆଉ ଧରିବ କାହାକୁ। ସିଏ ବି ଜଗନ୍ନାଥଙ୍କ ପାଖରେ ବଇଁଶୀ ଯେଉଁ ମୁଁ ବଜାଇ, ବଇଁଶୀରେ ସ୍ୱପ୍ନ ଦେଖିଲି ଜଗନ୍ନାଥ ମହାପ୍ରଭୁ ନିଜେ ମୋତେ ଗୋଟିଏ ଏତିକି ମୋଟା ବଇଁଶୀ ଓହଳେଇକିରି ଆଣିକିରି ଆଇଲେ। ଶଗଡ଼ରେ ବଇଛନ୍ତି, ଗୋଟେ କଳା ଜିନିଷ ପିନ୍ଧିଛନ୍ତି। କିନ୍ତୁ ସେଇଠୁ ମୋର ବଇଁଶୀ ବଜା ଆରମ୍ଭ ହେଲା। ଜଗନ୍ନାଥ ମହାପ୍ରଭୁ ତ ସଦା ସର୍ବଦା ଆଉ ଏଇଠି ତମେ ଠିଆ ହେଇଛ, ଆମେ ଠିଆ ହେଇଛୁ, ସଙ୍ଗେ ତାଙ୍କ ରୂପ ଏଇଠି ହଲୁଛୁ ଡୋଲୁଛୁ। ସଦାବେଳେ ପାଇଁ ମୋ ମାଟିରେ ମିଶା ଯାଏ।